SOP ର ପୁରା ନାମ ଲେଖ। SOP stands for Standard Operating Procedure। क्वेश्चन नंबर 3 ग्राहकଙ୍କୁ ସାଧାରଣତଃ କେତେ ଭାଗରେ ବିଭକ୍ତ କରାଯାଇଛି? ଗ୍ରାହକକୁ ସାଧାରଣତଃ 5 ଭାଗରେ ବିଭକ୍ତ କରାଯାଇଛି। ବ୍ରିଫିଂ କହିଲେ କ'ଣ ବୁଝ? ବ୍ରିଫିଂ କହିଲେ ଦୈନିକ ବୈଠକ। ପରବର୍ତ୍ତୀ ପ୍ରଶ୍ନ ହସ୍ପେସ୍ ଶବ୍ଦର ଅର୍ଥ କ'ଣ? ହସ୍ପେସ୍ ଶବ୍ଦର ଅର୍ଥ ଅତିଥି ଓ ଭ୍ରମଣକାରୀ। କ୍ୱେଶ୍ଚିନ୍ ନମ୍ବର 6 ଫ୍ରାନ୍ସ ଦେଶର ମୁଦ୍ରାର ନାମ କ'ଣ? ଫ୍ରାନ୍ସ ଦେଶର ମୁଦ୍ରା ୟୁରୋ। ଯେଉଁ ବ୍ୟକ୍ତିଙ୍କୁ ବା ଯେଉଁ ବ୍ୟକ୍ତି ସ୍ୱାଗତ ସେବା ପାଏ ତାକୁ କ'ଣ କୁହାଯାଏ? ଅତିଥି ବୋଲି ସମ୍ବୋଧନ କରାଯାଏ। ଉପନିଷେଦରେ ବର୍ଣ୍ଣିତ ହୋଇଥିବା ଆତିଥ୍ୟର ମୂଳମନ୍ତ୍ର କ'ଣ? ଅତିଥି ଦେବ ଭବ। ଆତିଥ୍ୟ ଶିଳ୍ପର ମୂଳମନ୍ତ୍ର। ଯେଉଁ ବ୍ୟକ୍ତି ସ୍ୱାଗତ ସେବା ପ୍ରଦାନ କରେ ତାକୁ କ'ଣ କୁହାଯାଏ? ଯେଉଁ ବ୍ୟକ୍ତି ସ୍ୱାଗତ ସେବା ପ୍ରଦାନ କରେ ତାକୁ ଅତିଥି ସତ୍କାରକ କୁହନ୍ତି। କ୍ୱେଶ୍ଚିନ୍ ନମ୍ବର 10 ଆତିଥ୍ୟ ଶିଳ୍ପର ମୂଳମନ୍ତ୍ର କ'ଣ? ଆତିଥ୍ୟ ଶିଳ୍ପର ମୂଳମନ୍ତ୍ର ହେଉଛି ଗ୍ରାହକ ସେବା ହିଁ ଈଶ୍ୱର ସେବା। କ୍ୱେଶ୍ଚିନ୍ ନମ୍ବର 11 ଫ୍ରାନ୍ସର ମୁଦ୍ରା ନାମ କ'ଣ? ଫ୍ରାନ୍ସର ମୁଦ୍ରା ୟୁରୋ। ଗ୍ରାହକ ସେବା ହିଁ ଈଶ୍ୱର ସେବା କେଉଁ ଶିଳ୍ପର ମୂଳମନ୍ତ୍ର? ଆତିଥ୍ୟ ଶିଳ୍ପର ମୂଳମନ୍ତ୍ର ଗ୍ରାହକ ସେବା ହିଁ ଈଶ୍ୱର ସେବା। କେଉଁଟି ଆତିଥ୍ୟ ଶିଳ୍ପର ସେବାର ଭୂମିକା? ଆତିଥ୍ୟ ଶିଳ୍ପର ସେବାର ଭୂମିକା ଗ୍ରାହକଙ୍କ ଆଶାକୁ ପୂରଣ କରିବା, ଗ୍ରାହକଙ୍କ ମାନସିକ ଅବସ୍ଥା ମାପିବା, ଗ୍ରାହକଙ୍କ ଠାରୁ ଟିପ୍ପଣୀ ନେବା। କ୍ୱେଶ୍ଚିନ୍ ନମ୍ବର 14 ଆତିଥ୍ୟତା ମୁଖ୍ୟତଃ କେଉଁ ଶବ୍ଦ ସହିତ ଜଡ଼ିତ? ଆତିଥ୍ୟତା ମୁଖ୍ୟତଃ ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ ସହିତ ଜଡ଼ିତ। କେଉଁଟି ବୈଦ୍ୟୁତିକ ଗଣମାଧ୍ୟମ? ଇମେଲ୍ SMS ହେଉଛି ବୈଦ୍ୟୁତିକ ଗଣମାଧ୍ୟମ। କ୍ୱେଶ୍ଚିନ୍ ନମ୍ବର 16 କେଉଁଟି ଆତିଥ୍ୟ ବ୍ୟବସାୟର ଗୁଣ? ସମ୍ପର୍କ ସ୍ଥାପନ କରିବା, ବହୁତ ଶ୍ରମିକ ଯୋଗାଣ, ଦ୍ରବ୍ୟ ଓ ସେବାର ମିଶ୍ରଣ ହେଉଛି ଆତିଥ୍ୟ ବ୍ୟବସାୟର ଗୁଣ। କେଉଁଟି ଗ୍ରାହକଙ୍କ ପସନ୍ଦ ଉପରେ ପ୍ରଭାବ? କ୍ୱେଶ୍ଚିନ୍ ନମ୍ବର 16 କେଉଁଟି ଆତିଥ୍ୟ ବ୍ୟବସାୟର ଗୁଣ? ସମ୍ପର୍କ ସ୍ଥାପନ କରିବା, ବହୁତ ଶ୍ରମିକ ଯୋଗାଣ, ଦ୍ରବ୍ୟ ଓ ସେବାର ମିଶ୍ରଣ ହେଉଛି ଆତିଥ୍ୟ ବ୍ୟବସାୟର ଗୁଣ। 17 ନମ୍ବର ପ୍ରଶ୍ନ କେଉଁଟି ଗ୍ରାହକଙ୍କ ପସନ୍ଦ ଉପରେ ପ୍ରଭାବ ପଡ଼େ? ବିଜ୍ଞାପନ, ମୂଲ୍ୟ ଓ ବିକଳ୍ପ ଗ୍ରାହକଙ୍କ ପସନ୍ଦ ଉପରେ ପ୍ରଭାବ ପକାଇଥାଏ। PPEର ପୁରା ନାମ କ'ଣ? PPE stands for Personal Protective Equipment। ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ନାମ କ'ଣ? ୱାଶିଂଟନ DC ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀର ନାମ। ଭାରତର ପର୍ଯ୍ୟଟନ ମନ୍ତ୍ରୀଙ୍କ ନାମ କ'ଣ? ଜି କିଷାନ ରେଡ୍ଡି ଭାରତର ପର୍ଯ୍ୟଟନ ମନ୍ତ୍ରୀ। କ୍ୱେଶ୍ଚିନ୍ ନମ୍ବର 21 ଅତିଥି ସତ୍କାର ପାଇଁ ଉଦ୍ଦିଷ୍ଟ ଆଚରଣଟିଏ ଲେଖ। ଅତିଥି ସତ୍କାର ପାଇଁ ଉଦ୍ଦିଷ୍ଟ ଆଚରଣ ସ୍ୱାଗତ କରିବା, ସୁରକ୍ଷା ପ୍ରଦାନ କରିବା ଓ ପ୍ରଶଂସା କରିବା। ଅତିଥି ପ୍ରଣୟତାର ଅଂଶଗୁଡ଼ିକ ଲେଖ। ପରିବହନ ସେବା, ଖାଦ୍ୟ ଓ ପାନୀୟ ବିଭାଗ, କାର୍ଯ୍ୟକଳାପ। କ୍ୱେଶ୍ଚିନ୍ ନମ୍ବର 23 ଅତିଥି ପ୍ରଣୟତାର ଲକ୍ଷ୍ୟଗୁଡ଼ିକ ଲେଖ। ଯୋଗାଯୋଗରେ ସଫଳତା, ବନ୍ଧୁତ୍ୱପୂର୍ଣ୍ଣ ଭାବନା, ସୃଜନଶୀଳତାକୁ ବୁଝିବା। F&Bର ପୁରା ନାମ ଲେଖ। ଫୁଡ୍ ଆଣ୍ଡ ବେଭରେଜ୍ F&Bର ପୁରା ନାମ। ଖାଦ୍ୟ ଓ ପାନୀୟ ସେବା ମୁଖ୍ୟତଃ ଦୁଇ ପ୍ରକାର, ଏହା କ'ଣ କ'ଣ? ଖାଦ୍ୟ ପାନୀୟ ସେବା ମୁଖ୍ୟତଃ ହତା ଭିତରେ, ହତା ବାହାରେ। କ୍ୱେଶ୍ଚିନ୍ ନମ୍ବର 26 ହତା ଭିତରେ ସେବାର ଉଦାହରଣଟିଏ ଲେଖ। ରେସ୍ତୋରାଁ, କ୍ୟାଫେଟେରିଆ, ବାର୍ ଇତ୍ୟାଦି ହତା ଭିତରେ ସେବା ଦିଆଯାଉଥିବା ଉଦାହରଣ ଗୁଡ଼ିକ। ସାମାଜିକ ସ୍ତରରେ ପ୍ରଚଳିତ ଅଭ୍ୟାସ ଓ ନୀତି ନିୟମକୁ କ'ଣ କୁହାଯାଏ? ଶିଷ୍ଟାଚାର ବୋଲି କୁହାଯାଏ। ଲୋକଙ୍କ ପ୍ରତି ଦର୍ଶାଉଥିବା ଉତ୍ତମ ବ୍ୟବହାରକୁ କ'ଣ କୁହାଯାଏ? ଆଚରଣ ବୋଲି କୁହାଯାଏ। କ୍ୱେଶ୍ଚିନ୍ ନମ୍ବର 29 ଟେଲିଫୋନିକ୍ ଶିଷ୍ଟାଚାରଟିଏ ଲେଖ। ଅତିଥିକୁ ସମୟ ଅନୁସାରେ ସମ୍ବୋଧନ କରିବା, ଦୁଇଟି ରିଙ୍ଗ ମଧ୍ୟରେ ରିସିଭର ରିସିଭ୍ କରିବା, ସ୍ପଷ୍ଟ ଭାବରେ ଉଚ୍ଚାରଣ କରିବା ଟେଲିଫୋନିକ୍ ଶିଷ୍ଟାଚାର। କ୍ୱେଶ୍ଚିନ୍ ନମ୍ବର 30 ସକାରାତ୍ମକ ଶାରୀରିକ ଭାଷାର ଉଦାହରଣଟିଏ ଲେଖ। ସିଧା ହୋଇ ଛିଡ଼ା ହେବା ସକାରାତ୍ମକ ଶାରୀରିକ ଭାଷାର ଏକ ଉଦାହରଣ। କ୍ୱେଶ୍ଚିନ୍ ନମ୍ବର 31 ଗୋଟିଏ ପଞ୍ଚତାରକା ହୋଟେଲର ନାମ 5 ଷ୍ଟାର ଡିଲକ୍ସ ହୋଟେଲ ଓବ୍ରାଇ। ଗୋଟିଏ କେଉଁଟି ସହକର୍ମୀଙ୍କ ସହିତ ଯୋଗାଯୋଗର ପ୍ରକ୍ରିୟା ଅଟେ? ସହକର୍ମୀଙ୍କ କଥାକୁ ଧ୍ୟାନପୂର୍ବକ ଶୁଣିବା, ସବୁବେଳେ ସହକର୍ମୀଙ୍କୁ ବିଶ୍ୱାସ ସମ୍ମାନ କରିବା ଉଚିତ, ସରଳ ଭାବେ ନିଜର ବକ୍ତବ୍ୟ ଦେବା ଉଚିତ।
କେଉଁଟି କାର୍ଯ୍ୟ ପଞ୍ଜିକା ସହିତ ଜଡ଼ିତ? ତଥ୍ୟ, ଘଟଣାବଳୀ, ପଦକ୍ଷେପ କାର୍ଯ୍ୟ ପଞ୍ଜିକା ସହିତ ଜଡ଼ିତ। ଖାଦ୍ୟ ପାନୀୟ ସେବା ମୁଖ୍ୟତଃ କେତେ ପ୍ରକାରର ହୋଇଥାଏ? ଖାଦ୍ୟ ପାନୀୟ ସେବା ସାଧାରଣତଃ ଦୁଇ ପ୍ରକାର ହୋଇଥାଏ। ଗ୍ରାହକଙ୍କ ଅଭିଯୋଗକୁ ଅଂଶବଣ୍ଟନ କରିବା ସୋପାନଟିଏ ଲେଖ। ଗ୍ରାହକଙ୍କ ଅଭିଯୋଗକୁ ଧ୍ୟାନର ସହ ଶୁଣିବା। ଘଟିଥିବା ଘଟଣାବଳୀ ପାଇଁ କ୍ଷମା ପ୍ରାର୍ଥନା କରିବା। ଅଭିଯୋଗର ଏକ ଉପଚାର ପ୍ରଦାନ କରିବା। କ୍ୱେଶ୍ଚିନ୍ ନମ୍ବର 36 ମହିଳା କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ କେଉଁ ସୁବିଧା ଦେବା ଦରକାର? ପ୍ରସୂତିକାଳୀନ ଛୁଟି, ଲିଖିତ ବିବରଣୀ, ଗମନାଗମନ ନାଇଟ୍ ଡ୍ରପ୍। କ୍ୱେଶ୍ଚିନ୍ ନମ୍ବର 37 ସିସିଟିଭିର ପୁରା ନାମ ଲେଖ। ସିସିଟିଭି ଷ୍ଟାଣ୍ଡସ୍ ଫର୍ କ୍ଲୋଜ୍ ସର୍କିଟ୍ ଟେଲିଭିଜନ୍। କ୍ୱେଶ୍ଚିନ୍ ନମ୍ବର 38 ମହିଳା ହେଲ୍ପଲାଇନ୍ ନମ୍ବରଟି ଲେଖ। ମହିଳା ହେଲ୍ପଲାଇନ୍ ନମ୍ବରଟି 1091। କ୍ୱେଶ୍ଚିନ୍ ନମ୍ବର 39 କେଉଁଟି ଶିଶୁ ହେଲ୍ପଲାଇନ୍ ନମ୍ବର? 1098 ଶିଶୁ ହେଲ୍ପଲାଇନ୍ ନମ୍ବର। ବୟସ୍କ ନାଗରିକମାନଙ୍କୁ ଗମନାଗମନ କ୍ଷେତ୍ରରେ କି ସୁବିଧା ଦିଆଯିବା ଦରକାର? ସଂରକ୍ଷଣ ଦେବା ଦରକାର, ରିଜର୍ଭେସନ୍ ଯେଉଁଟା। କ୍ୱେଶ୍ଚିନ୍ ନମ୍ବର 41 କେଉଁଟି ମହିଳାମାନଙ୍କ ସହିତ ବ୍ୟକ୍ତିଗତ ଆଚରଣ ସମ୍ବନ୍ଧରେ ଅଜ୍ଞାନଶୀଳ ଓ ଶିଷ୍ଟାଚାର, ବିନା ଅନୁମତିରେ ପ୍ରକୋଷ୍ଠ ଭିତରକୁ ପ୍ରବେଶ କରିବା, ମହିଳାମାନଙ୍କୁ ଛୁଇଁବା ନାହିଁ, ଶାରୀରିକ ଭାଷା ଇଙ୍ଗିତ କରିବା ନାହିଁ। କ୍ୱେଶ୍ଚିନ୍ ନମ୍ବର 42 ମହିଳାମାନଙ୍କୁ କାର୍ଯ୍ୟକ୍ଷେତ୍ରରେ କି ଶିଷ୍ଟାଚାର ଦିଆଯାଏ? ମହିଳାମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସମାନ ଭୂମିକା ଦେବା ଦରକାର, ସମାନ ଦରମା ଦେବା ଦରକାର, ନିଷ୍ପତ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଦରକାର। କ୍ୱେଶ୍ଚିନ୍ ନମ୍ବର 43 କେଉଁଟି ଅର୍ଥଶାସ୍ତ୍ରର ଉପାଦାନ ଅଟେ? ଶ୍ରମିକ, ପୁଞ୍ଜି ଓ ଜ୍ଞାନ ଅର୍ଥଶାସ୍ତ୍ରର ଉପାଦାନ ଅଟେ। IPRର ପୁରା ନାମ ଲେଖ। IPR ଷ୍ଟାଣ୍ଡସ୍ ଫର୍ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ସ। କ୍ୱେଶ୍ଚିନ୍ ନମ୍ବର 45 ସମ୍ପତ୍ତିକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ କ'ଣ କ'ଣ? ସମ୍ପତ୍ତିକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ଭୌତିକ ଆଉ ଗୋଟିଏ ହେଉଛି ବୌଦ୍ଧିକ ସମ୍ପତ୍ତି। କ୍ୱେଶ୍ଚିନ୍ ନମ୍ବର 46 କେଉଁ ସମ୍ପତ୍ତିକୁ ଆମେ ଛୁଇଁପାରୁ ତାକୁ କ'ଣ କୁହାଯାଏ? ଯେଉଁ ସମ୍ପତ୍ତିକୁ ଆମେ ଛୁଇଁପାରୁ ତାକୁ ଭୌତିକ ସମ୍ପତ୍ତି ବୋଲି କୁହାଯାଏ। ଆମ ବୁଦ୍ଧି ବା ଚିନ୍ତାରେ ତିଆରି ହୋଇଥିବା ସମ୍ପତ୍ତିକୁ କେଉଁ ସମ୍ପତ୍ତି କୁହାଯାଏ? ଭୌତିକ ସମ୍ପତ୍ତି ବୋଲି କୁହାଯାଏ। କ୍ୱେଶ୍ଚିନ୍ ନମ୍ବର 48 କେଉଁଟି ବୌଦ୍ଧିକ ସମ୍ପତ୍ତିର ଉପାଦାନ ଅଟେ? ବୌଦ୍ଧିକ ସମ୍ପତ୍ତିର ଉପାଦାନ ଗୁଡ଼ିକ ହେଉଛି କବିତା, ଗପ ଇତ୍ୟାଦି। କ୍ୱେଶ୍ଚିନ୍ ନମ୍ବର 49 କୌଣସି ବ୍ୟକ୍ତିର ସୃଜନଶୀଳତାକୁ ସୁରକ୍ଷା ଦେବା ପାଇଁ କେଉଁ ଅଧିକାର ଅତ୍ୟନ୍ତ ଜରୁରୀ ଅଟେ? IPR ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ସ କୌଣସି ଲୋକର ସୃଜନଶୀଳତାକୁ ସୁରକ୍ଷା ଦେବା ପାଇଁ ଜରୁରୀ ଅଟେ। WIPOର ପୁରା ନାମ ଲେଖ। WIPO ଷ୍ଟାଣ୍ଡସ୍ ଫର୍ ୱାର୍ଲଡ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ଅର୍ଗାନାଇଜେସନ୍। କ୍ୱେଶ୍ଚିନ୍ ନମ୍ବର 51 ପ୍ରତିବର୍ଷ କେଉଁ ଦିନ ୱାର୍ଲଡ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ଡେ ପାଳିତ ହୁଏ? ପ୍ରତିବର୍ଷ 26 ଏପ୍ରିଲରେ ୱାର୍ଲଡ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ଡେ ପାଳିତ ହୁଏ। କ୍ୱେଶ୍ଚିନ୍ ନମ୍ବର 52 କେଉଁଟି ବୌଦ୍ଧିକ ସମ୍ପତ୍ତିର ଉଦାହରଣ? ଘର, ଗାଡ଼ି, ଜମି ଇତ୍ୟାଦି ବୌଦ୍ଧିକ ସମ୍ପତ୍ତିର ଉଦାହରଣ ଗୁଡ଼ିକ। IPR କାହାକୁ ପ୍ରୋତ୍ସାହନ ଦେଇଥାଏ? IPR ନବୀକରଣ ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେଇଥାଏ। କ୍ୱେଶ୍ଚିନ୍ ନମ୍ବର 54 ପ୍ୟାରିସ୍ ବୈଠକ ଓ ବର୍ନ ବୈଠକ ଏକତ୍ରିତ କରି କେଉଁ ସଂସ୍ଥା କରାଯାଇଥିଲା? ୟୁନାଇଟେଡ୍ ଇଣ୍ଟରନ୍ୟାସନାଲ୍ ବ୍ୟୁରୋ ଫର୍ ପ୍ରୋଟେକ୍ସନ୍ ଅଫ୍ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ଅର୍ଗାନାଇଜେସନ୍ଟି ତିଆରି କରାଯାଇଥିଲା। କ୍ୱେଶ୍ଚିନ୍ ନମ୍ବର 55 ୟୁନାଇଟେଡ୍ ଇଣ୍ଟେଲେକ୍ଚୁଆଲ୍ ବ୍ୟୁରୋ ଫର୍ ପ୍ରୋଟେକ୍ସନ୍ ଅଫ୍ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ପ୍ରତିଷ୍ଠାନ କରାଯାଇଥିଲା। କେବେ ହୋଇଥିଲା ଏହି ସଂସ୍ଥାଟି? 1893 ମସିହାରେ ୟୁନାଇଟେଡ୍ ଇଣ୍ଟରନ୍ୟାସନାଲ୍ ବ୍ୟୁରୋ ଫର୍ ଦ ପ୍ରୋଟେକ୍ସନ୍ ଅଫ୍ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ଅର୍ଗାନାଇଜେସନ୍ଟି ପ୍ରତିଷ୍ଠା କରାଯାଇଥିଲା। କ୍ୱେଶ୍ଚିନ୍ ନମ୍ବର 54 ପ୍ୟାରିସ୍ ବୈଠକ କେବେ ହୋଇଥିଲା? ପ୍ୟାରିସ୍ ବୈଠକ 1883 ମସିହାରେ ହୋଇଥିଲା। ବର୍ନ ବୈଠକ କେବେ ହୋଇଥିଲା? ବର୍ନ ବୈଠକ 1886 ମସିହାରେ ହୋଇଥିଲା। WIPOକୁ ସମ୍ପୂର୍ଣ୍ଣ କେବେ କାର୍ଯ୍ୟକାରୀ କରାଗଲା? WIPOକୁ 1967ରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇଥିଲା। ସୁଇଜରଲ୍ୟାଣ୍ଡର ରାଜଧାନୀ ନାମ କ'ଣ? ସୁଇଜରଲ୍ୟାଣ୍ଡର ରାଜଧାନୀ ବର୍ନ। କେଉଁଟି ବୌଦ୍ଧିକ ସମ୍ପତ୍ତିର ଅଧିକାରର ପ୍ରକାରଭେଦ? ଏକ ସ୍ୱୀକୃତି, ପ୍ରକାଶନାଧିକାର
ଅଧିକାର, ବ୍ୟାପାର ଚିହ୍ନ, ବୌଦ୍ଧିକ ସମ୍ପତ୍ତି ଅଧିକାରର ପ୍ରକାରଭେଦ। କ୍ୱେଶ୍ଚିନ୍ ନମ୍ବର 61, ପ୍ରକାଶନାଧିକାରୀ ଅଧିକାର ଅନ୍ୟ ନାମ କ'ଣ? ଅଥର୍ସ ରାଇଟ୍ସ ବୋଲି କୁହାଯାଏ। କେଉଁଟି ବ୍ୟାପାର ଚିହ୍ନର ଉଦାହରଣ ଅଟେ? ବ୍ୟବସାୟ ଚିତ୍ର, ଆକାର, ପଚାର ବାକ୍ୟ ଇତ୍ୟାଦି ବ୍ୟାପାର ଚିହ୍ନର ଉଦାହରଣ ଗୁଡ଼ିକ। କ୍ୱେଶ୍ଚିନ୍ ନମ୍ବର 63, ଏହା କୌଣସି ସଂସ୍ଥାର ଏକ ବସ୍ତୁର ଶୋଭପଦ ବା ସୌନ୍ଦର୍ଯ୍ୟବୋଧ ସୃଷ୍ଟିକୁ ପ୍ରକାଶ କରିଥାଏ। ଏହାକୁ କ'ଣ କୁହାଯାଏ? ଏହାକୁ ଔଦ୍ୟୋଗିକ ରୂପଲେଖ ବୋଲି କୁହାଯାଏ। କେଉଁଟି ବାଣିଜ୍ୟ ଗୋପନୀୟତା ଅଟେ? ନକ୍ସା, ସଂକଳନ, ଆକାର, ସୂତ୍ର ପ୍ରକ୍ରିୟା ଇତ୍ୟାଦି ବାଣିଜ୍ୟ ଗୋପନୀୟତା ଅଟେ। କ୍ୱେଶ୍ଚିନ୍ ନମ୍ବର 65, କେଉଁଟି ବୌଦ୍ଧିକ ସମ୍ପତ୍ତିର ନିୟମର ଲକ୍ଷ୍ୟ ଅଟେ? ଦେଶର ଅର୍ଥନୀତି ବୃଦ୍ଧି ଘଟାଇବା, ରୁଚି ଓ ଚାହିଦାକୁ ପୂରଣ କରିବା, ସାମାଜିକ ସାଂସ୍କୃତିକ କ୍ଷେତ୍ରରେ ଅଭିବୃଦ୍ଧି ଘଟାଇବା। କ୍ୱେଶ୍ଚିନ୍ ନମ୍ବର 66, ସିଇଓର ପୁରା ନାମ ଲେଖ। ସିଇଓ ଷ୍ଟାଣ୍ଡସ୍ ଫର୍ ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର। କ୍ୱେଶ୍ଚିନ୍ ନମ୍ବର 67, କେଉଁ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟର ବୃଦ୍ଧି ଓ ରୋଗ ପ୍ରତିରୋଧ ଶକ୍ତିର କ୍ଷମତା ବଢ଼ାଇଥାଏ? ପନିପରିବା, ପ୍ରଚୁର ପରିମାଣରେ ତନ୍ତୁ ଜାତୀୟ ଖାଦ୍ୟ, ଲୌହ, ପ୍ରୋଟିନ୍ ଓ ଭିଟାମିନ୍ ଖାଇଲେ ସ୍ୱାସ୍ଥ୍ୟର ବୃଦ୍ଧି ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କ୍ୱେଶ୍ଚିନ୍ ନମ୍ବର 68, ଏହା ଏକ ଭୌତିକ, ମାନସିକ, ସାମାଜିକ ସୁସ୍ଥ ଅବସ୍ଥା ଯାହା ରୋଗର ଅନୁପସ୍ଥିତିକୁ ଦର୍ଶାଇଥାଏ। ତାହାକୁ କ'ଣ କୁହାଯାଏ? ତାହାକୁ ସ୍ୱାସ୍ଥ୍ୟ କୁହାଯାଏ। କ୍ୱେଶ୍ଚିନ୍ ନମ୍ବର 69, ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଜଣେ ବ୍ୟକ୍ତି କେଉଁ ଦିଗ ପ୍ରତି ଧ୍ୟାନ ଦେବା ଦରକାର? ପ୍ରତିଦିନ ବ୍ୟାୟାମ, ସୁସ୍ଥ ଖାଦ୍ୟ, ଯଥେଷ୍ଟ ନିଦ୍ରା ପ୍ରତି ଧ୍ୟାନ ଦେବା ଦରକାର। ବ୍ୟାୟାମ ଦ୍ୱାରା ଆମର କ'ଣ ଲାଭ ହୋଇଥାଏ? ଡିପ୍ରେସନ୍ କମାଇଥାଏ ଯଦି ପ୍ରତିଦିନ ଆମେ ଏକ୍ସରସାଇଜ୍ କରିବା। କ୍ୱେଶ୍ଚିନ୍ ନମ୍ବର 71, ପ୍ରତିଦିନ ଆମକୁ ସର୍ବନିମ୍ନ କେତେ ସମୟ ବ୍ୟାୟାମ କରିବା ଉଚିତ? ପ୍ରତିଦିନ 30ରୁ 40 ମିନିଟ୍ ଆମେ ଏକ୍ସରସାଇଜ୍ କରିବା ଉଚିତ। କ୍ୱେଶ୍ଚିନ୍ ନମ୍ବର 72, ନିଦ୍ରାର ଅଭାବ ଦ୍ୱାରା କ'ଣ କ୍ଷତି ହୋଇଥାଏ? ନିଦ୍ରାର ଅଭାବ ଦ୍ୱାରା ଡିପ୍ରେସନ୍ ଓ ଚିନ୍ତା କ୍ଷତି ଘଟାଇଥାଏ। କ୍ୱେଶ୍ଚିନ୍ ନମ୍ବର 73, ଦୈନିକ କେତେ ସମୟ ଶୋଇବା ଉଚିତ? ଦୈନିକ 6ରୁ 8 ଘଣ୍ଟା ଶୋଇବା ଉଚିତ। କ୍ୱେଶ୍ଚିନ୍ ନମ୍ବର 74, ଆବଶ୍ୟକ ପରିମାଣର ପାଣି ପିଇବା ଦ୍ୱାରା ଶରୀରରେ କ'ଣ ଲାଭ ହୋଇଥାଏ? ରକ୍ତ ସଞ୍ଚାଳନ ହୋଇଥାଏ। କ୍ୱେଶ୍ଚିନ୍ ନମ୍ବର 75, ଦୈନିକ କେତେ ଗ୍ଲାସ୍ ପାଣି ପିଇବା ଉଚିତ? ଦୈନିକ 6ରୁ 8 ଗ୍ଲାସ୍ ପାଣି ପିଇବା ଉଚିତ। କ୍ୱେଶ୍ଚିନ୍ ନମ୍ବର 76, ଶୋଷ ଲାଗିବା ସମୟରେ ଆମେ ପାଣି ବଦଳରେ କ'ଣ ପିଇବା ଉଚିତ ନୁହେଁ? ଶର୍କରା ଜାତୀୟ ପାନୀୟ ବା କୋଲ୍ଡ ଡ୍ରିଙ୍କ ପିଇବା ଉଚିତ ନୁହେଁ। ପ୍ରତ୍ୟେକଟି କାର୍ଯ୍ୟ ପରେ ଆମେ ନିଜକୁ ପରିଷ୍କାର ବା ସଫା ରଖିବା କାହିଁକି? କାହିଁକି ନା ଥଣ୍ଡା, ଜ୍ୱର ଭଳି ରୋଗରୁ ମୁକ୍ତି ପାଇବା ପାଇଁ ଆମେ ପ୍ରତିଦିନ ବା ପ୍ରତିଟି କାର୍ଯ୍ୟ ପରେ ପରିଷ୍କାର ସଫା ରହିବା ଉଚିତ। କ୍ୱେଶ୍ଚିନ୍ ନମ୍ବର 78, ସ୍ୱଚ୍ଛତା ଆମକୁ କ'ଣ କରିବାରେ ସାହାଯ୍ୟ କରିନଥାଏ? କାମ କରିବା ପ୍ରତି ଆଗ୍ରହ ବଢ଼ାଇ ନଥାଏ। କେଉଁ କୀଟପତଙ୍ଗ ଅସ୍ୱାସ୍ଥ୍ୟକର ପରିବେଶର କାରଣ ହୋଇଥାନ୍ତି? ଅସରପା, ମାଛି, ମୂଷା ଏମାନେ ଅସ୍ୱାସ୍ଥ୍ୟକର ପରିବେଶର କାରଣ ହୋଇଥାନ୍ତି। କ୍ୱେଶ୍ଚିନ୍ ନମ୍ବର 80, ସଫାସୁତୁରା ତଦାରଖ ନିମନ୍ତେ କ'ଣ ବ୍ୟବହାର କରିବା ଉଚିତ? ସଫାସୁତୁରା ତଦାରଖ ପାଇଁ ରେକର୍ଡ଼ ବା ଟିପ୍ପଣୀ ବ୍ୟବହାର କରିବା ଉଚିତ। କ୍ୱେଶ୍ଚିନ୍ ନମ୍ବର 81, ଏସିର ପୁରା ନାମ କ'ଣ? ଏସି ଷ୍ଟାଣ୍ଡସ୍ ଫର୍ ବା ଓଡ଼ିଆରେ କହିଲେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର। FSSAIର ପୁରା ନାମ ଲେଖ। FSSAI ଷ୍ଟାଣ୍ଡସ୍ ଫର୍ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ। କ୍ୱେଶ୍ଚିନ୍ ନମ୍ବର 83, କେଉଁଟି କର୍ମକ୍ଷେତ୍ରରେ ଦେଖାଯାଉଥିବା ସଙ୍କଟ ଅଟେ? ଭୌତିକ ସଙ୍କଟ, ରାସାୟନିକ ସଙ୍କଟ, ଜୈବିକ ସଙ୍କଟ ହେଉଛି କର୍ମକ୍ଷେତ୍ରରେ ଦେଖାଯାଉଥିବା ସଙ୍କଟ। କ୍ୱେଶ୍ଚିନ୍ ନମ୍ବର 84, କର୍ମକ୍ଷେତ୍ରରେ ବା କର୍ମଚାରୀମାନେ ଆବଶ୍ୟକ ସମୟରେ କି ସୁବିଧା ପାଇବା ତାହା ସୁନିଶ୍ଚିତ କରିବା। ପ୍ରାଥମିକ ଚିକିତ୍ସା ଦେବା ଦରକାର। କ୍ୱେଶ୍ଚିନ୍ ନମ୍ବର 85, ରାସାୟନିକ ପଦାର୍ଥ ଦ୍ୱାରା ସୃଷ୍ଟି ହେଉଥିବା ସଙ୍କଟକୁ ରାସାୟନିକ ସଙ୍କଟ କୁହାଯାଏ। ଏହି ସଙ୍କଟର ଉଭୟ କ'ଣ କ୍ଷତି ଘଟାଇଥାଏ? ସ୍ୱାସ୍ଥ୍ୟ ଓ ଶାରୀରିକ କ୍ଷତି ଘଟାଇଥାଏ। କ୍ୱେଶ୍ଚିନ୍ ନମ୍ବର 86, କେଉଁଟି ଜୈବିକ ସଙ୍କଟର ଉଦାହରଣ? ଫିମ୍ପି ମାରିବା ଜୈବିକ ସଙ୍କଟର ଉଦାହରଣ। କେଉଁଟି ରାସାୟନିକ ସଙ୍କଟର ଉଦାହରଣ? ଦୃଷ୍ଟିହୀନତା ହେଉଛି ରାସାୟନିକ ସଙ୍କଟର ଉଦାହରଣ। କ୍ୱେଶ୍ଚିନ୍ ନମ୍ବର 88,
ପରିବେଶ ସମ୍ବନ୍ଧୀୟ ଉପାଦାନ ଦ୍ୱାରା ଯେକୌଣସି ବ୍ୟକ୍ତିର ବିନା ସଂସ୍ପର୍ଶରେ କ୍ଷତି ହୋଇଥାଏ ତାକୁ କେଉଁ ସଙ୍କଟ କୁହାଯାଏ? ତାକୁ ଭୌତିକ ସଙ୍କଟ କୁହାଯାଏ। କେଉଁଟି ନିରାପତ୍ତା ସଙ୍କଟର ଉଦାହରଣ? ଯୌନ ଶୋଷଣ, କର୍ମକ୍ଷେତ୍ରରେ ହିଂସା, ଶାରୀରିକ ଉତ୍ପୀଡ଼ନ ଇତ୍ୟାଦି ନିରାପତ୍ତା ସଙ୍କଟର ଉଦାହରଣ। କ୍ୱେଶ୍ଚିନ୍ ନମ୍ବର 90, କର୍ମକ୍ଷେତ୍ରରେ କର୍ମଚାରୀଙ୍କ ବିଭିନ୍ନ ସଙ୍କଟର ନିବାରଣ ପାଇଁ କି ପଦକ୍ଷେପ ନେବା ଉଚିତ? ସଙ୍କଟ ଗୁଡ଼ିକ ପ୍ରଥମେ ଚିହ୍ନଟ କରି କର୍ମକ୍ଷେତ୍ରରେ ନୀତି ନିୟମ ନିର୍ଦ୍ଧାରଣ କରିବା, କର୍ମଚାରୀ ଯେଉଁଭଳି ସଙ୍କଟର ସମ୍ମୁଖୀନ ହେଉଛନ୍ତି ତାହାର ସମାଧାନ କରିବା, କ୍ଷତିର ମୂଲ୍ୟ ନିର୍ଦ୍ଧାରଣ କରିବା। କ୍ୱେଶ୍ଚିନ୍ ନମ୍ବର 91, କର୍ମକ୍ଷେତ୍ରରେ ଘଟୁଥିବା ଦୁର୍ଘଟଣା ନିରାକରଣ ପାଇଁ କି ପଦକ୍ଷେପ ନେବା ଉଚିତ? ଖାଦ୍ୟ ଦୂଷିତ ହେବାକୁ ନ ଦେବା। କ୍ୱେଶ୍ଚିନ୍ ନମ୍ବର 92, FSSର ପୁରା ନାମ ଲେଖ। FSS stands for ଫୁଡ୍ ସେଫ୍ଟି ସୁପରଭାଇଜର। କ୍ୱେଶ୍ଚିନ୍ ନମ୍ବର 93, କେଉଁଟି ଖାଦ୍ୟ ଓ ପାନୀୟ ବିଭାଗର କର୍ମଚାରୀମାନଙ୍କ କର୍ମକ୍ଷେତ୍ରରେ ସୁରକ୍ଷା ପ୍ରଣାଳୀ ଅଟେ? ଆପାତକାଳୀନ ପ୍ରଣାଳୀକୁ ନିୟନ୍ତ୍ରଣ ଅଭ୍ୟାସ କରିବା, ବିଭିନ୍ନ ଜିନିଷକୁ ଉପଯୁକ୍ତ ଭାବେ ସଜାଗ ରଖିବା, ଭଣ୍ଡାର କକ୍ଷ ନିୟମିତ ଭାବେ ତଦାରଖ ଓ ସମୀକ୍ଷା କରିବା। କ୍ୱେଶ୍ଚିନ୍ ନମ୍ବର 94, କେଉଁଟି ବ୍ୟକ୍ତିଗତ ସୁରକ୍ଷାତ୍ମକ ଉପକରଣ ଅଟେ? ମାସ୍କ ହେଉଛି ବ୍ୟକ୍ତିଗତ ସୁରକ୍ଷାତ୍ମକ ଉପକରଣ। କ୍ୱେଶ୍ଚିନ୍ ନମ୍ବର 95, କେଉଁଟି ସୁରକ୍ଷା ପ୍ରଣାଳୀର ମାନଦଣ୍ଡ ଅଟେ? କର୍ମକ୍ଷେତ୍ରରେ ଦୁର୍ଘଟଣା 0% କରିବା ସୁରକ୍ଷା ପ୍ରଣାଳୀର ମାନଦଣ୍ଡ। କ୍ୱେଶ୍ଚିନ୍ ନମ୍ବର 96, ଆତିଥ୍ୟ ଶିଳ୍ପ ଏକ କି ପ୍ରକାର ଶିଳ୍ପ? ଆତିଥ୍ୟ ଶିଳ୍ପ ଏକ ଜନକେନ୍ଦ୍ରିକ ଶିଳ୍ପ, ସେବାର ଶିଳ୍ପ, ଧୂମହୀନ ଶିଳ୍ପ। କ୍ୱେଶ୍ଚିନ୍ ନମ୍ବର 97, ବୈଦେଶିକ ଭାଷା ଶିକ୍ଷା ଦ୍ୱାରା ଆତିଥ୍ୟ ପର୍ଯ୍ୟଟନ ଶିଳ୍ପର କି ପ୍ରକାର ଲାଭ ହୋଇଥାଏ? ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ, ଆର୍ଥିକ ପରିସ୍ଥିତିର ଉନ୍ନତି ଘଟାଇଥାଏ, ବୈଦେଶିକ ମୁଦ୍ରା ବିନିମୟ ଘଟିଥାଏ। କ୍ୱେଶ୍ଚିନ୍ ନମ୍ବର 98, ଆତିଥ୍ୟ ପର୍ଯ୍ୟଟନ ଶିଳ୍ପରେ କାର୍ଯ୍ୟ କରୁଥିବା ପର୍ଯ୍ୟଟକମାନେ କ'ଣ ହେବା ଉଚିତ? ବହୁଭାଷୀ ହେବା ଉଚିତ। କ୍ୱେଶ୍ଚିନ୍ ନମ୍ବର 99, କେଉଁ କାର୍ଯ୍ୟଟି ସହକର୍ମୀଙ୍କ ସହ ଯୋଗାଯୋଗ ସମୟରେ ସଜାଗ ରହିବା ଆବଶ୍ୟକ? ସାବଧାନର ସହିତ କଥାବାର୍ତ୍ତା ହେବା, ସ୍ପଷ୍ଟ ଭାବରେ କହିବା, ବ୍ୟକ୍ତିଗତ ଭାବରେ କଥା ହେବା। କ୍ୱେଶ୍ଚିନ୍ ନମ୍ବର 100, ଶେଷ କ୍ୱେଶ୍ଚିନ୍, ଇଂରାଜୀ ଶିକ୍ଷା ଦ୍ୱାରା କି ଉନ୍ନତି ହୋଇଥାଏ? ଦୃଢ଼ ବିଶ୍ୱାସ ବଢ଼ିଥାଏ, ଦୃଢ଼ ବ୍ୟକ୍ତିତ୍ୱ, ଶାରୀରିକ ଭାଷା ମଧ୍ୟ ପରିବର୍ତ୍ତନ ହୋଇଥାଏ। ପ୍ରିୟ ଛାତ୍ରଛାତ୍ରୀମାନେ ସମସ୍ତଙ୍କୁ ଧନ୍ୟବାଦ। ୱାର୍ମ ୱିଶ୍ ଟୁ ଅଲ୍ ଇନ୍ ୟୋର୍ HSC ଏକ୍ଜାମିନେସନ୍। ପିଲାମାନେ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, କମେଣ୍ଟ ଦେବେ, ଯେଉଁଟାକି ଆମକୁ ବହୁତ ଖୁସି ଆଣିଦେବ। ଧନ୍ୟବାଦ।